1850 ମସିହାରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଗୋଟେ ପ୍ରବନ୍ଧ ଲେଖିଥିଲେ, ବାଲ୍ୟ ବିବାହର ଦୋଷ। ବଙ୍ଗଳା ପତ୍ରିକା ସର୍ବ ଶୁଭକରୀରେ ଏହା ପ୍ରକାଶିତ ହେଇଥିଲା। ସେଥିରେ ସେ ବାଲ୍ୟ ବିବାହ ଫଳରେ କଣ କଣ ସମସ୍ୟା ଦେଖା ଦିଏ ସେ ସମ୍ପର୍କରେ ଲେଖିଥିଲେ। ସେ ଯେଉଁ ବିଷୟଗୁଡ଼ିକ ରେଖାଙ୍କିତ କରିଥିଲେ ତା ଭିତରୁ ରହିଛି ସ୍ୱାସ୍ଥ୍ୟଗତ ସମସ୍ୟା, ଦାରିଦ୍ର୍ୟ, ନିରକ୍ଷରତା, ପାରିବାରିକ ସହିଂସତା, ନାରୀ ଅଧିକାର ଖର୍ବ ଏବଂ ସାମାଜିକ ଓ ଅର୍ଥନୈତିକ ଉନ୍ନୟନରେ ବାଧା। ବାଲ୍ୟ ବିବାହ ବିରୋଧରେ ଆନ୍ଦୋଳନର ଏହା ଥିଲା ଆରମ୍ଭ। ଏହାପରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବାଲ୍ୟ ବିବାହର ଦୋଷ ଏବଂ ସମସ୍ୟାଗୁଡ଼ିକୁ ରେଖାଙ୍କିତ କରି ଅନେକ ପ୍ରବନ୍ଧ ଏବଂ କ୍ଷୁଦ୍ର ପୁସ୍ତିକା ଲେଖିଛନ୍ତି। ଏହା ଫଳରେ ସାମାଜିକ ଜନମାନସରେ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ କିଛି ସଚେତନତା ସୃଷ୍ଟି ହେଲା। ପ୍ରଖ୍ୟାତ ସମାଜ ସଂସ୍କାରକ ବେହରାମଜୀ ମାଲାବାରୀ ତାଙ୍କର ଦି ଇଣ୍ଡିଆନ୍ ସ୍ପେକ୍ଟେଟର ପତ୍ରିକାରେ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କଲେ। ଇତିମଧ୍ୟରେ 1889ରେ ଫୁଲମଣି ଦାସୀ ନାମକ ଜଣେ 11 ବର୍ଷର ବିବାହିତା ଝିଅ ତା ସ୍ୱାମୀଙ୍କ ଦ୍ୱାରା ବଳପୂର୍ବକ ସହବାସ ସମୟରେ ମୃତ୍ୟୁ ହେଲା। ଏହା ସମାଜରେ ଆଲୋଡ଼ନ ସୃଷ୍ଟି କଲା ଏବଂ ମୁଖ୍ୟତଃ ଏହାରି ଫଳ ସ୍ୱରୂପ 1891ରେ ଏଜ୍ ଅଫ୍ କନସେଣ୍ଟ ଆକ୍ଟ ପାରିତ ହେଲା। ଏଥିରେ ଝିଅମାନଙ୍କ ସହବାସର ବୟସ ସୀମାକୁ 12କୁ ବୃଦ୍ଧି କରାଗଲା। ତାଠୁ କମ୍ ବର୍ଷର ଝିଅଙ୍କ ସହିତ ସହବାସକୁ ଧର୍ଷଣ ବୋଲି ଧରାଯିବା ଆଇନ ହେଲା। ଏ ଆଇନ ଥିଲା ବାଲ୍ୟ ବିବାହ ବିରୋଧରେ ପ୍ରଥମ ଆଇନଗତ କଟକଣା। 1829ରେ ଗୋଟେ ଆଇନ ପାରିତ ହେଲା। ଏ ଆଇନରେ ବାଲ୍ୟ ବିବାହକୁ ଆଇନତ ନିଷିଦ୍ଧ କରାଗଲା ଏବଂ ବିବାହର ନ୍ୟୁନତମ ବୟସ ପୁଅମାନଙ୍କ ପାଇଁ 18 ଆଉ ଝିଅମାନଙ୍କ ପାଇଁ 14 କରାଗଲା। ଏହାକୁ ଶାରଦା ଆଇନ ବୋଲି ବି କୁହାଯାଏ, କାରଣ ରାଓ ସାହେବ ହରିବିଳାସ ଶାରଦା ଏ ବିଲ୍ ଆଣିଥିଲେ। ବ୍ରିଟିଶ ଅଧୀନସ୍ଥ ଭାରତରେ ସେତେବେଳେ ଭାଇସରୟ ଥିଲେ ଲର୍ଡ ଇରୱିନ୍। 1930ରେ ଏହା ଆଇନ ଭାବରେ ପାରିତ ହେଲା। ଏହାପରେ 1978ରେ ଏହି ଆଇନକୁ ସଂଶୋଧନ କରି ବିବାହର ନ୍ୟୁନତମ ବୟସ ପୁଅମାନଙ୍କ ପାଇଁ 21 ଆଉ ଝିଅମାନଙ୍କ ପାଇଁ 18 କରାଗଲା। ଉଭୟ ଝିଅ ଆଉ ପୁଅଙ୍କ ପାଇଁ ବିବାହର ନ୍ୟୁନତମ ବୟସ 21 ବର୍ଷ କରିବାକୁ 2021ରେ ବିଲ୍ ଆସିଛି, ତେବେ ତାହା ଏଯାଏଁ ଆଇନରେ ପରିଣତ ହେଇନାହିଁ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ବାଲ୍ୟ ବିବାହର ଦୋଷ ପ୍ରବନ୍ଧ ପ୍ରକାଶର 175 ବର୍ଷ ପରେ ଭାରତରେ ବାଲ୍ୟ ବିବାହ ବେଶ କମିଯାଇଛି, କିନ୍ତୁ ସମ୍ପୂର୍ଣ୍ଣ ଶେଷ ହେଇନାହିଁ। ରାଜସ୍ଥାନ, ଅବିଭକ୍ତ ବିହାର, ଉତ୍ତରପ୍ରଦେଶ ଆଦି କେତେକ ରାଜ୍ୟରେ ବାଲ୍ୟ ବିବାହ ପ୍ରଥା ଭାବରେ ଏଯାଏଁ ରହିଛି। ଶିକ୍ଷାର ଅଭାବ, ଦାରିଦ୍ର୍ୟ, ନାରୀ ସୁରକ୍ଷା ଏସବୁ କାରଣରୁ ମଧ୍ୟ ବାଲ୍ୟ ବିବାହ ଏଯାଏଁ ହେଉଛି। ଗତ କିଛି ବର୍ଷ ଧରି ଭାରତର କେତେକ ରାଜ୍ୟ ସହ ପଶ୍ଚିମବଙ୍ଗରେ ବି ଯେଉଁଠୁ ବାଲ୍ୟ ବିବାହ ବିରୋଧରେ ଆନ୍ଦୋଳନର ସୂତ୍ରପାତ ହେଇଥିଲା ସେଠି ବାଲ୍ୟ ବିବାହ ବଢିଛି। ପ୍ରଖ୍ୟାତ ଗବେଷଣା ପତ୍ରିକା ଲ୍ୟାନ୍ସେଟରେ ପ୍ରକାଶିତ ଏକ ରିପୋର୍ଟରେ ଏ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5 NFHS-5 ଏହା ଅନୁସାରେ ଓଡ଼ିଶାର 12ଟି ଜିଲ୍ଲାରେ ବାଲ୍ୟ ବିବାହ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଏ ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ବାଲେଶ୍ୱର, ବୌଦ୍ଧ, ଅନୁଗୁଳ ଏବଂ ଢେଙ୍କାନାଳ। ଏ ଜିଲ୍ଲାଗୁଡ଼ିକ ଭିତରେ ପାରମ୍ପରିକ ଭାବରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ମଧ୍ୟ ରହିଛି। ଆଉ ଏକ ଭିନ୍ନ ପ୍ରବଣତା ମଧ୍ୟ ଲକ୍ଷ୍ୟ କରାଯାଉଛି। ଉଚ୍ଚବିତ୍ତ ଏବଂ ମଧ୍ୟବିତ୍ତ ସମାଜରେ ବିବାହର ବୟସ କ୍ରମଶଃ ବୃଦ୍ଧି ପାଉଛି। ଏ ଦିଗରେ ନିଶ୍ଚିତ ଭାବେ କହିହେଲା ଭଳି ସର୍ବେକ୍ଷଣ ଏଯାଏଁ ହେଇନାହିଁ। ତେବେ କେତେକ ଭିନ୍ନ ଭିନ୍ନ ପରିସଂଖ୍ୟାନକୁ ଏକାଠି କରି ଦେଖିଲେ ଜଣାପଡ଼େ ଯେ ଏହା ଏବେ ପ୍ରାୟ 25.3 ମିଡିଆନ ଏଜ୍ରେ ପହଞ୍ଚିଲାଣି। କେତେକ ସମାଜରେ ଏହା 30 ଛୁଇଁଲାଣି। ବିବାହ ବୟସର ଅତିରିକ୍ତ ବୃଦ୍ଧି ଭିନ୍ନ ଧରଣର ଶାରୀରିକ ଏବଂ ପାରିବାରିକ ସାମାଜିକ ସମସ୍ୟା ସୃଷ୍ଟି କରୁଛି। ପ୍ରାନ୍ତୀୟ ବର୍ଗରେ ବାଲ୍ୟ ବିବାହର ବୃଦ୍ଧି ଏବଂ ଉଚ୍ଚ ବର୍ଗରେ ବିବାହ ବୟସର ଅତିରିକ୍ତ ବୃଦ୍ଧି ଏବଂ ସାମ୍ପ୍ରତିକ ସମୟରେ ଆଉ ଏକ ପ୍ରବଣତା ବିବାହ ନ କରିବା ସମାଜରେ ଏକ ଅଦ୍ଭୁତ ସମସ୍ୟାର ସୃଷ୍ଟି ଆରମ୍ଭ କରିଛି।